ମୁଁ ଓମପ୍ରକାଶ ପାତ୍ର ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଏମ୍ଆର୍ ଷ୍ଟଡି ଏକାଡେମୀକୁ। ଆଶା କରୁ ସମସ୍ତେ ଭଲରେ ଥିବେ ଏବଂ ପରୀକ୍ଷା ପାଇଁ ଆପଣଙ୍କର ପ୍ରିପାରେସନ୍ ଭଲ ଭାବରେ ଥିବ। ତେଣୁ ଆଜି ଆମେ କ'ଣ କରିବା ନା ଓଡ଼ିଆ ଗ୍ରାମରେ ବହୁତ ଗୁଡ଼ା ଟପିକ୍ ଅଛି। ଯଦି ଆମେ ଟୋଟାଲି ଆମେ କ'ଣ ମାରାଥନ୍ କ୍ଲାସଟି କରିବା ତାହେଲେ ଟପିକ୍ ୱାଇଜ୍ ଆପଣ ଯୋଉ ଡାଉଟ୍ ଗୁଡ଼ାକ ଅଛି ସେଇଟା କ'ଣ ପ୍ରୋବ୍ଲେମ୍ ହବ। ତେଣୁ ସେଥିପାଇଁ ଆଜି କ'ଣ କରିବା ଟପିକ୍ ୱାଇଜ୍ ଆମେ ଗୋଟେ ଦିନରେ କ'ଣ କିଛି ଡିସ୍କସନ୍ କରିବା କୋଶ୍ଚିନ୍ ଗୁଡ଼ିକ 50ଟି 60ଟି ଯେତିକି ଆମେ କୋଶ୍ଚିନ୍ ଆସୁଛି ଗୋଟେ ଦିନ ଗୋଟେ ଟପିକ୍ ଆମେ କଭର କରିବା। ତେଣୁ ଆପଣଙ୍କୁ ଖାଲି ଗୋଟେ କାମ କରିବାର ଅଛି, ଯଦି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଛନ୍ତି ପାଖରେ ଥିବା ବେଲ୍ ଆଇକନ୍‌କୁ ଦବେଇଛନ୍ତି ତାହେଲେ ଯେତେବେଳେ ଆମ ଓଡ଼ିଆ ଗ୍ରାମରରେ ଆମ ଭିଡ଼ିଓ ଅପଲୋଡ୍ କରୁଛୁ ଆପଣଙ୍କ ପାଖରେ ପହଞ୍ଚିପାରିବ। ତା ଛଡ଼ା ଆପଣ ଯୋଉ ଟପିକ୍‌ରେ ବି ଆପଣ ଚାହୁଁଛନ୍ତି ଭିଡ଼ିଓ ଯୋଉ ସବଜେକ୍ଟରେ ହଉ ଆପଣ କମେଣ୍ଟ ସେକ୍ସନରେ ଜଣେଇବେ, ଆଉ କୋଉ ପରୀକ୍ଷା ପାଇଁ ଆପଣ ପ୍ରିପେୟାର ହେଉଛନ୍ତି ଜଣେଇବେ, ଯାହାଫଳରେ କି ମୁଁ ସେଇ ଅନୁସାରେ ଭିଡ଼ିଓ ବନେଇ ପାରିବି। ତେଣୁ ଚାଲନ୍ତୁ ଫାର୍ଷ୍ଟ ଟପିକ୍ ହେଉଛି ଓଡ଼ିଆ ଆମର ଭାଷାର କ୍ରମ ବିକାଶ, ମାନେ ଓଡ଼ିଆ ଭାଷାର କେମିତି ଆସିଲା ସେଇ ଉପରେ ଆମ ଏଇ ଟପିକ୍ ଅଛି। କିଛି ଏମସିକ୍ୟୁ ଡିସ୍କସନ୍ କରିବା, ଅପସନ୍ ୱାଇଜ୍ ବୁଝିବା କାହିଁକି ଉତ୍ତରଟି ହେଲା। ତେଣୁ ଦେଖିବା ପ୍ରଥମ କ୍ୱେଶ୍ଚନଟି କ'ଣ ଅଛି ନା ଆମର ଭାରତର ଆର୍ଯ୍ୟ ଭାଷାକୁ କ୍ରମ ବିକାଶ କ୍ରମ ଦୃଷ୍ଟିରୁ କେତେ ପର୍ଯ୍ୟାୟରେ ବିଭକ୍ତ କରାଯାଇଛି, ମାନେ ଯୋଉ ଆମର ଓଡ଼ିଆ ଭାଷାଟି ଅଛି ହେଲା ଆର୍ଯ୍ୟ ଭାଷାକୁ ତେଣୁ କେତୋଟି ଭାଗରେ ତାକୁ ବିଭକ୍ତ କରାଯାଇଛି ହେଲା। ଅପସନ୍ ଗୋଟେ କ'ଣ ହେଉଛି 4, 3, 5, 2। ତେଣୁ ଆମର କେତେ ଭାଗରେ ବିଭକ୍ତ କରାଯାଇଛି ନା ଆମର 3 ଭାଗରେ ହେଲା। କ'ଣ ପାଇଁ କ'ଣ ସେଗୁଡ଼ାକ ନା ପ୍ରଥମେ ହେଉଛି କ'ଣ ନା ପ୍ରାଚୀନ ଭାରତୀୟ ଆର୍ଯ୍ୟ ଭାଷା, ଏଇଟା କ'ଣ ନା ଆମର ସଂସ୍କୃତ ଯୋଉଟା ଥିଲା ହେଲା ସଂସ୍କୃତ ହେଉଛି ଫାର୍ଷ୍ଟ ଭାଷା। ସେକେଣ୍ଡ ଭାଷା ହେଉଛି କ'ଣ ନା ଆମର ସଂସ୍କୃତ ଭାଷାରେ କେତେରୁ କେତେ ନା 2000 ଖ୍ରୀଷ୍ଟପୂର୍ବରୁ 500 ଖ୍ରୀଷ୍ଟପୂର୍ବ ପର୍ଯ୍ୟନ୍ତ ଆମର ସଂସ୍କୃତ ଭାଷାରେ କଥାବାର୍ତ୍ତା ଚାଲିଥିଲା। ତାପରେ ହେଉଛି ମଧ୍ୟ ଭାରତର ରାଜ୍ୟ ଭାଷା ହେଉଛି କ'ଣ ନା ଆମର କୋଉଟା ନା ପାଲି ହେଲା। ପାଲି ହେଉଛି କ'ଣ ସେକେଣ୍ଡ ଥର ଆସିଲା, ଯେତିକି 500 ରୁ 200 ପର୍ଯ୍ୟନ୍ତ ଚାଲିଲା। ତାପରେ ହେଉଛି କ'ଣ ପ୍ରକୃତ ଭାଷା ହେଲା। ପ୍ରକୃତି ଭାଷା ହେଉଛି କେତେ 200 ରୁ 500 ଆମର କ'ଣ ପର୍ଯ୍ୟନ୍ତ ଚାଲିଥିଲା। ତାପରେ ତୃତୀୟ ସ୍ତର ହେଉଛି କ'ଣ ନା ଅପଭ୍ରଂଶ ଭାଷା। ତେଣୁ ଆମର କେତୋଟି ଆମର ରହିଲା ନା 3ଟି ହେଲା। ତେଣୁ କେତୋଟି ପର୍ଯ୍ୟାୟ ରହିଲା 3ଟି ପର୍ଯ୍ୟାୟ ମନେ ରଖିଥିବେ ହେଲା। ନେକ୍ସଟ କ୍ୱେଶ୍ଚନ ଦେଖିବା କ'ଣ ଅଛି ମଧ୍ୟ ଭାରତୀୟ ଆର୍ଯ୍ୟ ଭାଷାର କେତୋଟି ସ୍ତର ରହିଛି। ଯୋଉ ମଧ୍ୟ ଭାରତୀୟ ଆର୍ଯ୍ୟ ଭାଷାରେ କେତେଟା ଆମର ସ୍ତର ରହିଛି। ଅପସନ ଗୁଡ଼ିକ କ'ଣ 3, 5, 4, 6। ତେଣୁ ଆମର ଯୋଉ ମଧ୍ୟ ଭାରତୀୟ ଆର୍ଯ୍ୟ ଭାଷାର କେତୋଟି ସ୍ତର ରହିଛି ନା ସଠିକ ଉତ୍ତର ହେଉଛି କ'ଣ ନା 3 ହେଲା, ମାନେ କ'ଣ 3ଟି ସ୍ତର ରହିଛି। ତେଣୁ କ'ଣ ସେଗୁଡ଼ାକ ନା କହିଥିଲି ଆପଣଙ୍କୁ କ ନମ୍ବର ଯଦି ଫାର୍ଷ୍ଟ କ'ଣ ନା ପାଲି ହେଲା, ପାଲି ଭାଷା ରହିଛି। ସେକେଣ୍ଡ ର ଖରେ ହେଉଛି କ'ଣ ନା ଆମର ପ୍ରକୃତି ଭାଷା, ଯେଟା କି କ'ଣ ପ୍ରକୃତ ଭାଷା ହେଲା। ତାପରେ ଲାଷ୍ଟ ହେଉଛି କ'ଣ ଅପଭ୍ରଂଶ କ'ଣ ଅପଭ୍ରଂଶ ଭାଷା ହେଲା। ମନେ ରହିବ ପାଲି ପ୍ରକୃତି ଆଉ କ'ଣ ଅପଭ୍ରଂଶ ଭାଷା। ନେକ୍ସଟ କ୍ୱେଶ୍ଚନ ଦେଖି କ'ଣ ଅଛି ପ୍ରାଚୀନ ଭାରତୀୟ ଆର୍ଯ୍ୟ ଭାଷାକୁ କେତେ ଭାଗରେ ବିଭକ୍ତ କରାଯାଇଛି ହେଲା। ଆଉ ଯୋଉ ପ୍ରାଚୀନ ଭାରତୀୟ ଆର୍ଯ୍ୟ ଭାଷା ତାକୁ କେତେ ଭାଗରେ ବିଭକ୍ତ କରାଯାଇଛି। ଅପସନ ଗୁଡ଼ିକ 3, 2 ନା 5 ନା 4। କେତେଟି ଭାଗରେ ବିଭକ୍ତ କରାଯାଇଛି ନା 2 ଭାଗରେ ହେଲା। ମନେ ରଖିଥିବେ ପ୍ରାଚୀନ ଯୋଉ ଆମର ପ୍ରାଚୀନ ଭାରତୀୟ ଆର୍ଯ୍ୟ ଭାଷାକୁ କେତେ ଭାଗରେ ବିଭକ୍ତ କରାଯାଇଛି ନା ଆମର 2 ଭାଗରେ ବିଭକ୍ତ କରାଯାଇଛି। ମନେ ରଖିଥିବେ। ଦେଖିବା ନେକ୍ସଟ କ୍ୱେଶ୍ଚନ କ'ଣ ଅଛି ନା ପ୍ରାଚୀନ ଭାରତୀୟ ଆର୍ଯ୍ୟ ଭାଷାର ପ୍ରାଥମିକ ନିଦର୍ଶନ ଆମର କିଏ ହେଲା। ଅପସନ କ'ଣ ଅଛି ଋଗ୍ବେଦ, ସାମବେଦ, ଯଜୁର୍ବେଦ ନା ଅଥର୍ବବେଦ। ତେଣୁ ଆମର କ'ଣ ଏ ଯୋଉ ଆମର ପ୍ରାଚୀନ ଭାରତୀୟ ଆର୍ଯ୍ୟ ଭାଷା ରହିଛି ତାର ପ୍ରାଥମିକ ନିଦର୍ଶନ କିଏ ଆମର ଋଗ୍ବେଦ। ମନେ ରଖିଥିବେ ଋଗ୍ବେଦରୁ ହିଁ ଆମର ସବୁ ଭାଷା ଗୁଡ଼ିକ ଆସିଛି ହେଲା। ତେଣୁ ଆମର ଋଗ୍ବେଦ ଯୋଗୁଁ ଆମେ ଯୋଉ ଭାଷା ଗୁଡାକ ବ୍ୟବହାର କରୁଛୁ ଋଗ୍ବେଦ ହିଁ ବ୍ୟବହାର କରୁଛୁ। ନେକ୍ସଟ କ୍ୱେଶ୍ଚନ ଦେଖିବା କ'ଣ ଅଛି 5 ନମ୍ବର କିଏ ପ୍ରାଚୀନ ଆର୍ଯ୍ୟ ଭାଷାକୁ ବିଶ୍ଳେଷଣ କରି ତାହାର ଏକ ସ୍ଥିର ରୂପ ପ୍ରଦାନ କରିଥିଲେ ହେଲା। ଅପସନ କ'ଣ ହେଉଛି ହୁଏନ୍ ସା ନା ପଞ୍ଚସଖା ନା କପିଳେନ୍ଦ୍ର ଦେବ ନା ପାଣିନି। ତେଣୁ ଆମର ପ୍ରାଚୀନ ଆର୍ଯ୍ୟ ଭାଷାକୁ କିଏ ବିଶ୍ଳେଷଣ କରି ତାହାର ଏକ ସ୍ଥିର ରୂପ ପ୍ରଦାନ କରିଥିଲେ ନା ହେଉଛି ପାଣିନି ହେଲା। ଅପସନ ନମ୍ବର ଡି ଯେଟା କି ପାଣିନି ହେଲା। ଭାରତୀୟ ପ୍ରାଚୀନ ଭାଷା ବୈଦିକ ସଂସ୍କୃତି ଆଉ ଅଲୌକିକ ଯୋଉ ସଂସ୍କୃତି ଥିଲା ସେଟା କ'ଣ ପାଣିନିଙ୍କ ଦ୍ୱାରା କ'ଣ ହେଇଥିଲା ନା ବିଶ୍ଳେଷଣ ହେଇକି ସ୍ଥିର ରୂପ ପ୍ରଦାନ କରିଥିଲେ। ମନେ ରଖିଥିବେ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଟା। ନେକ୍ସଟ କ୍ୱେଶ୍ଚନ ଦେଖି କ'ଣ ଅଛି ସଂସ୍କୃତ କେଉଁ ଭାଷାର ଅନ୍ୟ ନାମ ହେଲା। ଏ ଯୋଉ ସଂସ୍କୃତ ହେଉଛି କୋଉ ପ୍ରକାର ଭାଷାର ଗୋଟେ ଅନ୍ୟ ନାମ। ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଟି ଅପସନ ନମ୍ବର ଏ ହେଉଛି ଲୌକିକ ସଂସ୍କୃତ ନା ବୈଦିକ ସଂସ୍କୃତ ନା ପାଲି ଭାଷା ନା ହେଉଛି ପ୍ରାକୃତି ଭାଷା। ତେଣୁ ସଂସ୍କୃତ ଯୋଉ ଆମେ ଭାଷା କହୁଛୁ ସେଟା କାହାର ଗୋଟେ ଅନ୍ୟ ନାମ ହେଲା। ତେଣୁ କାହାର ଅନ୍ୟ ନାମ ନା ବୈଦିକ ସଂସ୍କୃତି। ଅପସନ ନମ୍ବର ବି ଯେଟା କ'ଣ ବୈଦିକ ସଂସ୍କୃତି ୟାର ଗୋଟେ କ'ଣ ଅନ୍ୟ ନାମ। ମନେ ରଖିଥିବେ ହେଲା ସଂସ୍କୃତ ହେଉଛି ବୈଦିକ ସଂସ୍କୃତିର ଗୋଟେ ଅନ୍ୟ ନାମ। ନେକ୍ସଟ କ୍ୱେଶ୍ଚନ ଦେଖି କ'ଣ ଅଛି ଦେବ ଭାଷା କିଏ ହେଲା। ଦେବ ଭାଷା ବୋଲି ଆମେ କାହାକୁ କହୁଛୁ ପାଲି ଭାଷା ନା ପ୍ରାକୃତି ଭାଷା ନା ସଂସ୍କୃତ ଭାଷା ନା ଅପଭ୍ରଂଶ ଭାଷା। ତେଣୁ ଆମେ କାହାକୁ କହିଥାଉ ଦେବ ଭାଷା ବୋଲି ନା ସଂସ୍କୃତ ଭାଷାକୁ ଆମେ କ'ଣ କହିଥାନ୍ତୁ ନା ଦେବ ଭାଷା ହେଲା। ସେଇଥିପାଇଁ ଆମେ କ'ଣ ଯେତେବେଳେ ବି ଆମେ କହୁଛେ ଦେବତା ମାନେ କୋଉ ଭାଷାରେ କଥାବାର୍ତ୍ତା ହୁଅନ୍ତି ନା ସଂସ୍କୃତ ଭାଷା। ଏଇଥିରେ ଆପଣ ମନେ ରଖିପାରିବେ ବି ହେଲା। ଦେବ ଭାଷା ବୋଲି ଆମେ କାହାକୁ କହିଥାଉ ସଂସ୍କୃତ ଭାଷାକୁ କହିଥାଉ। ନେକ୍ସଟ କ୍ୱେଶ୍ଚନ ଦେଖି କ'ଣ ଅଛି ମଧ୍ୟ ଆର୍ଯ୍ୟ ଭାଷାର କେତୋଟି ସ୍ତର ରହିଛି। ମଧ୍ୟ ଆର୍ଯ୍ୟ ଭାଷା ତାର କେତେଟା ସ୍ତର ରହିଛି। ଅପସନ ନମ୍ବର ଏ 4, ବି ହେଉଛି 2, ସି ହେଉଛି 5 ନା 3। ତେଣୁ କେତୋଟି ସ୍ତର ରହିଛି ମଧ୍ୟ ଆର୍ଯ୍ୟ ଭାଷାର ନା ଅପସନ ନମ୍ବର କୋଉଟା ଡି ଯେଟା କି 3ଟି ହେଲା। 3ଟି ସ୍ତର ରହିଛି। କ'ଣ କହିଥିଲି ଫାର୍ଷ୍ଟ କ'ଣ ନା ପାଲି, ସେକେଣ୍ଡ ହେଉଛି କ'ଣ
ନା ପ୍ରାକୃତି ଆଉ ଥାର୍ଡ ହଉଛି କଣ ନା ଅପଭ୍ରଂଶ ହେଲା ତିନୋଟି ସ୍ତର ରହିଛି। ନେକ୍ସଟ କ୍वेଶ୍ଚନ ଦେଖିଏ କଣ ଅଛି ବୁଦ୍ଧ ଆମର ଦେବଙ୍କର ଧର୍ମ ଓ ଅଶୋକଙ୍କର ଅନୁଶାସନ କେଉଁ ଭାଷାରେ ରଚିତ ଯୋଉ ବୁଦ୍ଧ ଦେବଙ୍କର ଧର୍ମ ଆଉ ଯୋଉ ଅଶୋକଙ୍କର ଅନୁଶାସନ ଥିଲା ସେଟା କୋଉ ଭାଷାରେ କଣ ରଚିତ ହେଇଛି ଅପସନ କଣ ପାଲି ନା ପ୍ରାକୃତି ନା ସଂସ୍କୃତ ନା ଅପଭ୍ରଂଶ ତେଣୁ ବୁଦ୍ଧ ଆଉ ଯୋଉ ଅଶୋକଙ୍କର ଅନୁଶାସନକୁ କୋଉ ଭାଷାରେ ଆମର କଣ କରାଯାଇଛି ବ୍ୟକ୍ତ କରାଯାଇଛି ନା ପାଲି ଭାଷାରେ ମନେ ରଖିଥିବେ ପାଲି ଭାଷାରେ ବୁଦ୍ଧ ଦେବଙ୍କର ଧର୍ମ ଆଉ ଅଶୋକଙ୍କର ଅନୁଶାସନ ଟାକୁ କଣ କରାଯାଇଛି ଲେଖାଯାଇଛି ମନେ ରଖିଥିବେ ପାଲିର ଜନ୍ମ ସ୍ଥାନ ହଉଛି ସମ୍ପର୍କରେ ଭିନ୍ନ ଭିନ୍ନ ମତ ଦେଖା ଦେଇଛନ୍ତି ସେମାନଙ୍କ ମଧ୍ୟରେ କିଛି କହିଛନ୍ତି କଳିଙ୍ଗ ପାଲି ଭାଷାର ଜନ୍ମସ୍ଥାନ କଳିଙ୍ଗ କଣ କହିଛନ୍ତି ଯେ କଳିଙ୍ଗର ଆମର କଣ ହେଇଛି ପାଲି ଭାଷାଟା କଣ ହେଇଛି ଉତ୍ପତ୍ତି ହେଇଛି କିଛି ଲୋକର କଣ ମତ ହେଲା ନେକ୍ସଟ କ୍ୱେଶ୍ଚନ ଦେଖିए କଣ ଅଛି ଭାରତ ବର୍ଷରେ କେଉଁ ଭାଷାର ବେଶ ଜଣାଶୁଣା ଓ ସୁବାଦିତ ଭାଷା ହେଲା ଯୋଉ ଭାରତ ବର୍ଷରେ କୋଉ ଭାଷା ହଉଛି ବେଶ ଜଣାଶୁଣା ଆଉ ସୁବାଦିତ ଭାଷା ଅପସନ କଣ ନା ପାଲି ନା ପ୍ରାକୃତି ନା ସଂସ୍କୃତ ନା ଅପଭ୍ରଂଶ ଭାଷା ତେଣୁ କୋଉ ଭାଷା ଆମର କଣ ହେଇଛି ନା ଆମର ଭାରତ ବର୍ଷରେ ବହୁତ ଜଣାଶୁଣା ହେଇଛି ନା ଅପସନ ନମ୍ବର ଏ ଯେଟା କଣ ପାଲି ଭାଷା ହେଲା ଯେଟା କି ବୁଦ୍ଧ ଦେବଙ୍କର ଧର୍ମ ଆଉ ଅଶୋକଙ୍କର ଅନୁଶାସନ କହିଥିଲା ସେଇ ଭାଷାଟା ହିଁ କଣ ଭାରତରେ ବହୁତ ଜଣାଶୁଣା ଆଉ ସୁବାଦିତ ଭାଷା ପାଲି ଭାଷା ମନେ ରଖିଥିବେ ଦେଖିବା ଏବେ ନେକ୍ସଟ କ୍ୱେଶ୍ଚନ କଣ ଅଛି ନା ପ୍ରାକୃତ ଭାଷା କେତୋଟି ଭାଗରେ ବିଭକ୍ତ ଆମର ଯୋଉ ପ୍ରକୃତ ଭାଷାଟା କହୁଛୁ ଏଟା କେତେ ଭାଗରେ ବିଭକ୍ତ କରାଯାଇଛି ଅପସନ କଣ 3 5 ନା 6 ନା 4 ତେଣୁ ପାଲି ଭାଷାକୁ କେତୋଟି ଭାଗରେ ବିଭକ୍ତ କରାଯାଇଛି ନା 5 ଭାଗରେ ବିଭକ୍ତ କରାଯାଇଛି ପାଲି ଭାଷାକୁ ସରି ପାଲି ଭାଷା କହିଲି କଣ ପ୍ରାକୃତି ଭାଷାକୁ 5 ଭାଗରେ ବିଭକ୍ତ କରାଯାଇଛି ସେଗୁଡିକ କଣ ନା ମହାରାଷ୍ଟ୍ରୀ ହେଲା ଫାର୍ଷ୍ଟ ହଉଛି କଣ ମହାରାଷ୍ଟ୍ରୀ ଭାଷା ଲେଖିଦିଅନ୍ତୁ ମହାରାଷ୍ଟ୍ରୀ ଭାଷା ତାପରେ ହଉଛି କଣ ସୌର ସେନୀ ଭାଷା ହେଲା ଥାର୍ଡ ହଉଛି କଣ ନା ମାଗାଧୀ ହେଲା ମାଗାଧୀ ଭାଷା ଆଉ ତାପରେ ହଉଛି କଣ ଅର୍ଦ୍ଧ ମାଗାଧୀ ଭାଷା ଆଉ ଗୋଟେ କଣ ଅର୍ଦ୍ଧ ମାଗାଧୀ ଭାଷା ଆଉ ଗୋଟେ କଣ ପୈଶାଚୀ ହେଲା ପୈଶାଚୀ ଭାଷା ତେଣୁ ପାଞ୍ଚଟି କଣ କଣ ଆପଣ ମନେ ରଖିଦିଅନ୍ତୁ କଣ ମହାରାଷ୍ଟ୍ରୀ ସୌର ସେନୀ ମାଗାଧୀ ଆଉ କଣ ଅର୍ଦ୍ଧ ମାଗାଧୀ ଆଉ କଣ ପୈଶାଚୀ ଭାଷା ହେଲା ପ୍ରକୃତ ଭାଷାର 5 ଭାଗରେ ବିଭକ୍ତ କରାଯାଇଛି ସେଗୁଡିକ କଣ କଣ ଲେଖିଦେଲେ ନେକ୍ସଟ ଦେଖିଏ କ୍ୱେଶ୍ଚନ କଣ ଅଛି 5 ଗୋଟି ପ୍ରମୁଖ ପ୍ରକୃତ ଭାଷାକୁ କଣ କୁହାଯାଏ ଯୋଉ 5 ଗୋଟି ପ୍ରକୃତ ଭାଷା ରହିଛି ତାକୁ କଣ ବୋଲି କୁହାଯାଏ ସାହିତ୍ୟିକ ପ୍ରାକୃତ ନା ଅର୍ଦ୍ଧ ମଗଧୀ ପ୍ରାକୃତ ନା ପୂର୍ବ ମଗଧୀ ପ୍ରାକୃତ ନା ଉତ୍ତର ମଗଧୀ ଅପଭ୍ରଂଶ ତେଣୁ ଆମର 5ଟି ଯୋଉ ପ୍ରମୁଖ ପ୍ରାକୃତିକ ଭାଷାକୁ କଣ କୁହାଯାଉଛି ନା ଅପସନ ନମ୍ବର କୋଉଟା ଠିକ ହବ ନା ଅପସନ ନମ୍ବର ଏ ଯେଟା କଣ ସାହିତ୍ୟିକ ପ୍ରାକୃତି ହେଲା ସାହିତ୍ୟିକ ପ୍ରାକୃତିକ ଆମର 5ଟି ଯୋଉ ପ୍ରମୁଖ ଭାଷାକୁ କଣ କୁହାଯାଏ ସାହିତ୍ୟିକ ପ୍ରାକୃତି ବୋଲି କୁହାଯାଉଛି ଭାରତରେ ବହୁ ପ୍ରାଚୀନ କାଳରୁ କଣ ହେଇଛି ପ୍ରଚଳିତ ହେଇଥିବା ବିଭିନ୍ନ ପ୍ରାକୃତି ମଧ୍ୟରେ ମହାରାଷ୍ଟ୍ରୀ ସୌରସେନୀ ମଗଧୀ ଅର୍ଦ୍ଧ ମଗଧୀ ପୈଶାଚୀ ବିଭିନ୍ନ ପ୍ରଧାନ ଭାଷା ରହିଛି ସେଗୁଡିକ ହେଉଛି କଣ ସାହିତ୍ୟିକ ପ୍ରାକୃତିକ ଭାଷା ଯୋଉ 5 ଗୋଟି ଆପଣଙ୍କୁ କହିଲି ସେଇଟା କଣ ସାହିତ୍ୟିକ ପ୍ରାକୃତି ଭାଷା ତେଣୁ ଦେଖିବା ଏବେ ନେକ୍ସଟ କ୍ୱେଶ୍ଚନ କଣ ଅଛି 13 ନମ୍ବର କଣ ନା ଆମର ମହାରାଷ୍ଟ୍ରୀ ପ୍ରାକୃତ ଭାରତର କେଉଁ 13 ନମ୍ବର କଣ ନା ଆମର ମହାରାଷ୍ଟ୍ରୀ ପ୍ରାକୃତ ଭାରତର କେଉଁ ଅଂଶରେ କଣ ହେଇଛି ଆମର କେଉଁ ଅଂଶରେ ପ୍ରଚଳିତ ହେଇଛି ଅପସନ କଣ ଦକ୍ଷିଣ ପଶ୍ଚିମ ନା ମଧ୍ୟ ଭାରତ ନା ଉତ୍ତର ପଶ୍ଚିମ ନା ମଧ୍ୟ ପୂର୍ବ ଭାରତ ଏ ଯୋଉ ମହାରାଷ୍ଟ୍ରୀ ପ୍ରାକୃତ ଭାଷା ମୁଁ କହିଲି ସେଟା କୋଉ ଅଂଶରେ ପ୍ରଚଳିତ ହେଇଥିଲା ତେଣୁ ଅପସନ ନମ୍ବର କୋଉଟା ଠିକ ହବ ନା ଅପସନ ନମ୍ବର ଏ ଯେଟା କଣ ଅଛି ଦକ୍ଷିଣ ପଶ୍ଚିମ ଭାରତ ହେଲା ଦକ୍ଷିଣ ପଶ୍ଚିମ ଭାରତରେ କଣ ହେଇଛି ମହାରାଷ୍ଟ୍ରୀ ପ୍ରାକୃତ ଭାଷାଟା କଣ ହେଇଛି ଅଧିକ ପ୍ରଚଳିତ ହେଇଛି ହେଲା ମନେ ରଖିଥିବେ ତାପରେ ନେକ୍ସଟ କ୍ୱେଶ୍ଚନ ଦେଖିଏ କଣ ଅଛି ସୌରସେନ କେଉଁ ଅଂଶରେ ପ୍ରଚଳିତ ହେଇଥିଲା ଯୋଉ ସୌରସେନ ଆପଣଙ୍କୁ ଭାଷା କହିଲି ହେଲା ସେଟା କୋଉ ଅଂଶରେ ପ୍ରଚଳିତ ହେଇଥିଲା ଅପସନ ରେ କଣ କଣ ଦକ୍ଷିଣ ପଶ୍ଚିମ ଭାରତ ମଧ୍ୟ ଭାରତ ଉତ୍ତର ପଶ୍ଚିମ ଭାରତ ନା ମଧ୍ୟ ପୂର୍ବ ଭାରତ ସୌରସେନ ଭାଷାଟା କୋଉ ଆଡେ କଣ ପ୍ରଚଳିତ ହେଇଥିଲା ନା ମଧ୍ୟ ଭାରତ ଫାର୍ଷ୍ଟ ହଉଛି କଣ ଦକ୍ଷିଣ ପଶ୍ଚିମ ଭାରତ ଏ ଯୋଉ ଫାର୍ଷ୍ଟ ମହାରାଷ୍ଟ୍ରୀ ଭାଷା ତାପରେ ସୌରସେନୀ ପ୍ରାକୃତିକ ଭାଷାଟା କୋଉଠି ନା ମଧ୍ୟ ଭାରତରେ ପ୍ରଚଳିତ ହେଇଥିଲା ତାପରେ ନେକ୍ସଟ ହଉଛି କଣ ମଗଧୀ ପ୍ରାକୃତିକ ଯୋଉ ପ୍ରକୃତ ଭାଷା କେଉଁଠାରେ ପ୍ରଚଳିତ ହେଇଥିଲା ଅପସନ କଣ କଣ ଦକ୍ଷିଣ ପଶ୍ଚିମ ଭାରତ ମଧ୍ୟ ଭାରତ ଉତ୍ତର ପଶ୍ଚିମ ଭାରତ ନା ପୂର୍ବ ଭାରତ ପଶ୍ଚିମ ତେଣୁ ମଗଧୀ ଭାଷାଟା କୋଉଠି ପ୍ରଚଳିତ ହେଇଥିଲା ନା ଅପସନ ନମ୍ବର କୋଉଟା ଠିକ ହବ ଅପସନ ନମ୍ବର ଡି ଯେଟା କଣ ପୂର୍ବ ଭାରତରେ କଣ ହେଇଥିଲା ପ୍ରଚଳିତ ହେଇଥିଲା କଣ ମଗଧୀ ହେଲା ନେକ୍ସଟ କ୍ୱେଶ୍ଚନ ଦେଖି କଣ ଅଛି ଯୋଉ ପୈଶାଚୀ ପ୍ରାକୃତିକ କେଉଁଠାରେ ପ୍ରଚଳିତ ପୈଶାଚୀ ଯୋଉ ପ୍ରାକୃତିକ ଭାଷା ସେଟା କୋଉଠି ସେ ଅପସନକୁ ସମାନ ଅଛି କଣ ଦକ୍ଷିଣ ପଶ୍ଚିମ ଭାରତ ମଧ୍ୟ ଭାରତ ଉତ୍ତର ପଶ୍ଚିମ ଭାରତ ନା ମଧ୍ୟ ପୂର୍ବ ଭାରତ କୋଉଠି ଆମର ପୈଶାଚୀ ପ୍ରକୃତି ଭାଷାଟା କୋଉଠି ପ୍ରଚଳିତ ହେଇଥିଲା ନା ଅପସନ ନମ୍ବର ସି ଯେଟା କଣ ଉତ୍ତର ପଶ୍ଚିମ ଭାରତରେ କଣ ହେଇଥିଲା ପୈଶାଚୀ ପ୍ରାକୃତିକ ଭାଷାଟା କଣ ହେଇଥିଲା ଆମର ସେଟା କି କଣ ହେଇଥିଲା ପ୍ରଚଳିତ ହେଇଥିଲା ମନେ ରଖିଥିବେ
नेक्स्ट क्वेश्चन देखिए कौन अच्छी जेटा कि अर्ध आ गोटे कौन रहा अर्धमगधी प्राकृतिक भाषा सेटा कौटी प्रचलित होता ना दक्षिण पश्चिम ना मध्य भारत ना उत्तर पश्चिम भारत ना मध्य पूर्व भारत अर्धमगधी भाषा कौटी प्रचलित होता ना ऑप्शन नंबर डी जेटा कौन मध्य पूर्व भारत है मध्य पूर्व भारत में कौन होता अर्धमगधी कौन भाषाटी प्राकृतिक भाषाटी कौन होता प्रचलित होता ये जो अर्धमगधी भाषाटा सेटा कौन कौन कह जाए ना आमर एवं सौरसेनी उभय प्राकृतिर लक्षण होउची आ जैन गछ ग्रंथ मानकर एही भाषार निदर्शन मिले जैन ग्रंथ मान लिखाई से जो आमर कौन अर्धमगधी आ सौरसेना भाषार किछि लेखा जाइछि बोली देखा जाइछि आ सर्वोपरि मध्य एशिया रे मिलुथिबा ଅଶୁ ଘୋଷଙ୍କର ନାଟକ ଆଉ କଣ ସାରପୁର ପ୍ରକାରଣ ପ୍ରାଚୀନ ଅର୍ଥ ମଗଧୀ ପ୍ରାକୃତିର ନମୁନା ମିଳୁଛି ହେଲା ଏ ଯୋଉ ସେମାନଙ୍କ ଭିତରେ କଣ ଲେଖା ହେଇଛି ଆଉ ଋଷି ମାନଙ୍କର ଭାଷାରେ ମଧ୍ୟ ଏ ଯୋଉ କଣ ମର୍ଦ୍ଧମଗଧୀ ଭାଷା ଆଉ ସରସେନ ଭାଷାଟି ବି ମିଳୁଥିଲା ହେଲା ନେକ୍ସଟ ଦେଖି କ୍ୱେଶ୍ଚନ କଣ ଅଛି ପାଲି ଭାଷାରେ କେତୋଟି ସ୍ୱର ଧ୍ୱନି ଅଛି ଯୋଉ ଆମର ଆମେ ଯୋଉ ଓଡ଼ିଆ ଭାଷା କହୁଛୁ ସେମିତି ପାଲି ଭାଷାରେ ବି କେତୋଟି ଆମର ସ୍ୱର ଧ୍ୱନି ଥିଲା ଅପସନ ରେ କଣ କଣ 11 12 9 10 ତେଣୁ ପାଲି ଭାଷାରେ କେତୋଟି ସ୍ୱର ବର୍ଣ୍ଣ ଥିଲା ନା 10ଟି ସ୍ୱର ବର୍ଣ୍ଣ ଥିଲା ହେଲା ପାଲି ଭାଷାରେ 10ଟି ସ୍ୱର ବର୍ଣ୍ଣ ଥିଲା ହେଲା ପାଲି ଭାଷାରେ 10ଟି ସ୍ୱର ଧ୍ୱନି କଣ କଣ ଓ ଆ ଇ ଉ ହେଲା ଏମିତି ହର୍ଷଉ ତାପରେ ହର୍ଷୁ ଏ ଓଇ ଏମିତି ଥିଲା ହେଲା ପାଲିରେ କିନ୍ତୁ ରୁ ରୁ ଲୁ ଓଇ ଆଉ ଓ ଏହାର ବ୍ୟବହାର ହେଇନାହିଁ ହେଲା ଆଉ ତାଲବେଶ ମୁଦନେଶ ଦନ୍ତେଶ ସ୍ଥାନରେ କେବଳ ଦନ୍ତେଶରେ ହଳନ୍ତି ପ୍ରୟୋଗ ହଉଥିଲା ଏଇ ଯୋଉ ଆମେ ତାଲବେଶ ମୁଦନେଶ ଦନ୍ତେଶ ତିନିଟା ବ୍ୟବହାର କରୁ ସେଠି କଣ ହଉଥିଲା ନା ଦନ୍ତେଶରେ ହଳନ୍ତି କେବଳ ଗୋଟେ ହିଁ ବ୍ୟବହାର ହଉଥିଲା ହେଲା ନ ଏବଂ ସ ଉଭୟ ବର୍ଣ୍ଣ ରହିଛି ହେଲା ମନେ ରଖିଥିବେ କେତେଟା ଆମର ସ୍ୱର ବର୍ଣ୍ଣ ଥିଲା ଆମର ପାଲି ଭାଷାରେ ଆମର 10ଟି କଣ ଥିଲା ସ୍ୱର ଧ୍ୱନି ଥିଲା ନେକ୍ସଟ କ୍ୱେଶ୍ଚନ ଦେଖି କଣ ଅଛି କିଏ ଓଡ଼ିଆ ଭାଷାର ମୂଳ ଉତ୍ସ ହେଲା ଓଡ଼ିଆ ଭାଷା ଯେ ଆମେ ବ୍ୟବହାର କରୁଛୁ ତାର ମୂଳ ଉତ୍ସଟି କଣ ସଂସ୍କୃତ ନା ପାଲି ନା ଅପଭ୍ରଂଶ ନା ପ୍ରାକୃତିକ ଭାଷା ତେଣୁ ଓଡ଼ିଆ ଭାଷାର ମୂଳ ଉତ୍ସଟି ହଉଛି କଣ ନା ଅପସନ ନମ୍ବର ଏ ଯେଟା କଣ ସଂସ୍କୃତ ସଂସ୍କୃତ ଭାଷାର କଣ ଓଡ଼ିଆ ଭାଷାର ମୂଳ ଉତ୍ସ ହେଲା ବୋଲି କଣ କହିଛି କୁହାଯାଇଛି ହେଲା ମନେ ରଖିଥିବେ ନେକ୍ସଟ କ୍ୱେଶ୍ଚନ ଦେଖି କଣ ଅଛି ଓଡ଼ିଆ ଭାଷାର କେଉଁ ଭାଷାରେ ଅନ୍ତର୍ଭୁକ୍ତ ଏ ଯୋଉ ଓଡ଼ିଆ ଭାଷାଟି ଅଛି ସେଟା କୋଉ ଭାଷାରେ ଅନ୍ତର୍ଭୁକ୍ତ ଦକ୍ଷିଣ ପୂର୍ବ ମଗଧୀ ଅପଭ୍ରଂଶ ନା ଅର୍ଦ୍ଧ ମଗଧୀ ପ୍ରାକୃତ ଭାଷା ନା ପୂର୍ବ ମଗଧୀ ପ୍ରାକୃତ ଭାଷା ନା ଉତ୍ତର ପୂର୍ବ ମଗଧୀ ଅପଭ୍ରଂଶ ତେଣୁ ଏଇ ଯୋଉ ଓଡ଼ିଆ ଭାଷାଟା କାହା କୋଉ ଭାଷାରେ ଅନ୍ତର୍ଭୁକ୍ତ ନା ଦକ୍ଷିଣ ପୂର୍ବ ମଗଧୀ ଉପଭ୍ରଂଶ ହେଲା କଣ ଦକ୍ଷିଣ ପୂର୍ବ ମଗଧୀ ଅପଭ୍ରଂଶ ମଧ୍ୟରେ ଓଡ଼ିଆ ଭାଷା ଅନ୍ତର୍ଭୁକ୍ତ ନେକ୍ସଟ କ୍ୱେଶ୍ଚନ ଦେଖି କଣ ଅଛି ପ୍ରଥମେ କେଉଁଠାରେ ଓଡ଼ିଆ ଭାଷାର ବିକାଶର ଭିତ୍ତି ସ୍ଥାପନ ହୋଇଥିଲା ଏ ଯୋଉ ଓଡ଼ିଆ ଭାଷା କହୁଛୁ ସେଟା କଣ ପ୍ରଥମେ କୋଉଠି ତାର ଭିତ୍ତି ସ୍ଥାପନ ହେଇଥିଲା ଅପସନ କଣ କଣ ଅଛି ଇର୍ଜାମା ଶିଳାଲେଖାରେ ନା ଖଣ୍ଡଗିରି ହାତୀଗୁମ୍ଫା ଶିଳାଲେଖାରେ ନା ଧଉଳି ଓ କଣ ଜୌଗଡ଼ ଶିଳାଲେଖାରେ ନା ଦୌଭାଷିକ ଶିଳାଲେଖାରେ ତେଣୁ ଯୋଉ ପ୍ରଥମେ କେଉଁଠାରେ ଓଡ଼ିଆ ଭାଷାର ଆମର ବିକାଶ ସ୍ଥାପତ୍ୟ ବିକାଶ ସ୍ଥିତି ସ୍ଥାପତ୍ୟ ଆରମ୍ଭ ହେଇଥିଲା ନା ଅପସନ ନମ୍ବର କୋଉଟା ଠିକ ହବ ନା ଅପସନ ନମ୍ବର ବି ରେ କଣ ଖଣ୍ଡଗିରି ହାତୀ ଗୁମ୍ଫା ଶିଳାଲେଖାରେ ହେଲା ଯୋଉ ଓଡ଼ିଆ ଭାଷା ଆମେ କହୁଛୁ ସେଟା ପ୍ରଥମେ କୋଉଠି ଖଣ୍ଡଗିରି ହାତୀ ଗୁମ୍ଫା ଶିଳାଲେଖାରେ କଣ ହେଇଥିଲା ସ୍ଥାପିତ ହେଇଥିଲା ମନେ ରଖିଥିବେ ପରୀକ୍ଷାରେ ପଚାରି ପାରେ ଏଇ କ୍ୱେଶ୍ଚନ ଟା କୋଉଠି ମିଳିଥିଲା ଖଣ୍ଡଗିରି ହାତୀ ଗୁମ୍ଫା ଶିଳାଲେଖାରେ ଏଟା ମିଳିଥିଲା ନେକ୍ସଟ କ୍ୱେଶ୍ଚନ ଦେଖି କଣ ଅଛି କୋଉ ଭାଷା ସହ ଓଡ଼ିଆ ଭାଷାର ପ୍ରତ୍ୟକ୍ଷ କଣ ଅଛି ସମ୍ପର୍କ ନାହିଁ ହେଲା ଆମର କୋଉ ଭାଷା ସହିତ ଓଡ଼ିଆ ଭାଷାର ପ୍ରତ୍ୟକ୍ଷ ସମ୍ପର୍କ ନାହିଁ ପ୍ରାକୃତିକ ଭାଷା ପାଲି ଭାଷା ସଂସ୍କୃତ ଭାଷା ନା ଅପଭ୍ରଂଶ ଭାଷା ତ କେଉଁ ଭାଷା ସହିତ ଓଡ଼ିଆ ଭାଷାର ପ୍ରତ୍ୟକ୍ଷ ସମ୍ପର୍କ ନାହିଁ ହେଲା ତ ସଠିକ ଉତ୍ତରଟି କଣ ହବ ନା ବି ଯେଟା କଣ ପାଲି ଭାଷା ତେଣୁ ପାଲି ଭାଷା ସହିତ କଣ ହେଇଛି ଓଡ଼ିଆ ଭାଷାର କୌଣସି ପ୍ରତ୍ୟକ୍ଷ ସମ୍ପର୍କ ନାହିଁ ହେଲା ମନେ ରଖିଥିବେ ଦେଖିବା ନେକ୍ସଟ କ୍ୱେଶ୍ଚନ କଣ ଅଛି କେଉଁ ଶିଳାଲେଖାଟି ସମ୍ପୂର୍ଣ୍ଣ ଓଡ଼ିଆ ଲିପି ଓ ଓଡ଼ିଆ ଭାଷାରେ ଲିଖିତ ହେଲା ନିମ୍ନଲିଖିତରୁ ଯୋଉ ଆମର କୌଣସି ଶିଳାଲେଖା ହେଇଥିବ ସମ୍ପୂର୍ଣ୍ଣ ଓଡ଼ିଆ ଲିପି ଓ ଓଡ଼ିଆ ଭାଷାରେ ଲେଖା ହେଇଛି ଅପସନ କଣ ଇର୍ଜମ ଶିଳାଲେଖା ନା ଖଣ୍ଡଗିରି ହାତୀଗୁମ୍ଫା ଶିଳାଲେଖା ନା ଧଉଳି ଆଉ ଜୌଗଡ଼ ଶିଳାଲେଖା ନା ଦୌଭାଷିକ ଶିଳାଲେଖା ତେଣୁ ନିମ୍ନଲିଖିତରୁ କୋଉ ଶିଳାଲେଖାରେ କଣ ଅଛି କେବଳ ସମ୍ପୂର୍ଣ୍ଣ ଭାବରେ ଓଡ଼ିଆ ଲିପି ଆଉ ଓଡ଼ିଆ ଭାଷାରେ ଲେଖା ହେଇଛି ତେଣୁ ସଠିକ ଉତ୍ତରଟି କଣ ହବ ନା ଇର୍ଜମ ଶିଳାଲେଖା ହେଲା ଏ ଯୋଉ ଇର୍ଜମ ଶିଳାଲେଖା ସେଇଟା କଣ ହେଇଛି ସମ୍ପୂର୍ଣ୍ଣ ଭାବେ ଓଡ଼ିଆ ଲିପି ଆଉ ଓଡ଼ିଆ ଭାଷାରେ ଲେଖା ହେଇଛି ମନେ ରଖିଥିବେ ଦେଖିବା ନେକ୍ସଟ କ୍ୱେଶ୍ଚନ କଣ ଅଛି ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା କେବେ ଦିଆଗଲା ଯୋଉ ଓଡ଼ିଆ ଭାଷା କହୁଛୁ ତାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା କେବେ ଦିଆଯାଇଛି ମନେ ରଖିଥିବେ ଓଡ଼ିଆ ଭାଷା ହଉଛି କଣ ଗୋଟେ ଶାସ୍ତ୍ରୀୟ ମାନ୍ୟତାକୁ ଦିଆଯାଇଛି ହେଲା ତେଣୁ କ୍ୱେଶ୍ଚନ ବାରମ୍ବାର ପଚାରେ କୋଉ ଭାଷାର ଗୋଟେ ଶାସ୍ତ୍ରୀୟ ମାନ୍ୟତା ଦିଆଯାଇଛି ଓଡ଼ିଆ ଭାଷାକୁ ଦିଆହେଇଛି କେବେ ଏଟା ଦିଆହେଇଥିଲା 11/4/2014 ନା 12/3/2014 ନା 11/3/2014 ନା 12/4/2014 ତେଣୁ କେତେ ମସିହାରେ ଆମ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦିଆଯାଇଥିଲା ନା ଅପସନ ନମ୍ବର କୋଉଟା ଅପସନ ନମ୍ବର ସି ଯେଟା କଣ 11/3/2014 11/3/2014 ରେ କଣ ଓଡ଼ିଆ ଭାଷା ଗୋଟେ କଣ ଦିଆଯାଇଥିଲା ଆମର ଶାସ୍ତ୍ରୀୟ ମାନ୍ୟତା ବୋଲି ଦିଆଯାଇଥିଲା
ଆଉ କଣ ମନେ ରଖିଥାନ୍ତୁ ଯୋଉ ତାମିଲ ଭାଷା ଆମେ କହୁଛୁ ହେଲା, ତାମିଲ ଭାଷାକୁ କେତେ ମସିହାରେ ଆମର କଣ ଶାସ୍ତ୍ରୀୟ ମାନ୍ୟତା ଦିଆଯାଇଥିଲା ନା 2004 ମସିହାରେ ହେଲା। ମନେ ରଖିଥିବେ ତାମିଲ ଭାଷାକୁ 2004 ରେ, ସଂସ୍କୃତ ଭାଷାକୁ କେତେ 2005 ମସିହାରେ ହେଲା। ସଂସ୍କୃତ ଭାଷାକୁ 2005 ରେ, କନ୍ନଡକୁ କେତେ 2008 ମସିହାରେ ଦିଆଯାଇଥିଲା ଶାସ୍ତ୍ରୀୟ ମାନ୍ୟତା। ତେଲୁଗୁକୁ ବି ସେଇ 2008 ମସିହାରେ ଆମେ କଣ ଦିଆଯାଇଥିଲା ନା ମାନ୍ୟତା ଦିଆଯାଇଥିଲା। କିନ୍ତୁ ଓଡିଆ ଭାଷାକୁ କେତେ 2014, ମାନେ ବହୁତ ସମୟ ପରେ କଣ ହେଇଥିଲା 11/3/2014 ରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦିଆଯାଇଥିଲା। ତେଣୁ ଏତିକି ମନେ ରଖିଥିବେ ତାମିଲ, ତେଲୁଗୁ ଆଉ କଣ ମଲୟାଲମ, ଏଇ ଭାଷା ଗୁଡାକ କେବେ କଣ ତାଙ୍କର ଶାସ୍ତ୍ରୀୟ ମାନ୍ୟତା ଦିଆଯାଇଥିଲା ମନେ ରଖିଥିବେ ହେଲା। ନେକ୍ସଟ କ୍ୱେଶ୍ଚନ ଏବେ ଦେଖିବେ କଣ ଅଛି, ସ୍ୱତନ୍ତ୍ର ଓଡିଶା ପ୍ରଦେଶ କେବେ ଗଠନ ହେଇଥିଲା। ଏଇ ଯୋଉ ସ୍ୱତନ୍ତ୍ର ଓଡିଶା ପ୍ରଦେଶ କେବେ ଗଠନ ହେଇଥିଲା, ଅପସନ କଣ କଣ 1932 ମସିହା ଏପ୍ରିଲ 1 ତାରିଖ, 1936 ମସିହା ଏପ୍ରିଲ 1 ତାରିଖ, 1946 ମସିହା ଏପ୍ରିଲ 1 ତାରିଖ ନା 1942 ମସିହା ଏପ୍ରିଲ 1 ତାରିଖ। କେତେ ମସିହାରେ କଣ ହେଇଥିଲା ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ହେଇଥିଲା ନା 1936 ମସିହା ଏପ୍ରିଲ 1 ତାରିଖ ଦିନ କଣ ହେଇଥିଲା ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ହେଇଥିଲା। ହେଲା ମନେ ରଖିଥିବେ। ତେଣୁ ଆଜି ପାଇଁ ଏତିକି ଥିଲା ହେଲା। ତେଣୁ ଆମେ କଣ କରିବା ନା ଡେଲି ଏମିତି ଟପିକ ୱାଇଜ କଣ କରିବା, ସାହିତ୍ୟର ଯୋଉ ବ୍ୟାକରଣ ଗୁଡିକ ବିଶ୍ଳେଷଣ କରିବା। ନେକ୍ସଟ କ୍ଲାସ ଆମେ କଣ ଏଇ ଯୋଉ ସ୍ୱର, ଧ୍ୱନି ଆଉ ବର୍ଣ୍ଣ ବିଷୟରେ ନେକ୍ସଟ କ୍ଲାସରେ ଆମେ ଗୋଟେ 50 କି 60 ଯେତିକି କ୍ୱେଶ୍ଚନ ହେଇପାରେ ମୁଁ ଆଣିବି। ତାପରେ ଆମେ ଡିସ୍କସନ କରିବା ଏକ୍ସପ୍ଲାନେସନ ୱାଇଜ ଯେ କାହିଁ ଉତ୍ତରଟି ହେଲା। ତେଣୁ ଆପଣ ଆଗାମୀ ଯେକୌଣସି ପରୀକ୍ଷା ପ୍ରିପେୟାର ହଉଛନ୍ତି ତାହେଲେ ଆପଣଙ୍କୁ ଠିକ ଭାବରେ କଣ ନଲେଜ ମିଳିପାରିବ, ପରୀକ୍ଷାରେ ଭଲ ମାର୍କ ରଖିପାରିବେ। ତେଣୁ ଆଶା କରୁଛି ଭିଡ଼ିଓ ଭଲ ଲାଗିଛି। ଯଦି ଭିଡ଼ିଓ ଭଲ ଲାଗିଛି ତେଣୁ ଆପଣ ଭିଡ଼ିଓକୁ ପ୍ଲିଜ ଲାଇକ୍ କରିଦେବେ। ଆଉ ପାଖରେ ଯୋଉ ସବସ୍କ୍ରାଇବ ବଟନଟି ଅଛି ଲାଲ କଲରରେ ସବସ୍କ୍ରାଇବ ବଟନକୁ ଚିପି ଦେବେ। ତା ଫଳରେ କଣ ଭିଡ଼ିଓ ଗୁଡ଼ା ଆପଣଙ୍କ ପାଖରେ ପହଞ୍ଚି ପାରିବ। ବେଳେ ବେଳେ ଭିଡ଼ିଓ ଆପଣ ପହଞ୍ଚି ପାରେନି ହେଲା। ଆଉ ପାଖରେ ଥିବା ବେଲ ଆଇକନ ଦେବା ପାଇଁ ଭୁଲିବେନି, ଯାହାଫଳରେ କି ଭିଡ଼ିଓ ଅପଲୋଡ ହବା ମାତ୍ରକେ ଆପଣଙ୍କ ପାଖକୁ ନୋଟିଫିକେସନଟି ଯିବ। ତେଣୁ ଆଜି ପାଇଁ ଏତିକିରେ ରହୁଛି। ନୂଆ ଭିଡ଼ିଓଟା ଆପଣଙ୍କ ସହିତ ଦେଖା ହବ। ସେଥିପାଇଁ ରହୁଛି। ଧନ୍ୟବାଦ।